ଆଜିର ଏହି ଆଲୋଚନାକୁ ଆରମ୍ଭ କରିବା ପୁରୀର ଏକ ଅଦ୍ଭୁତ ରହସ୍ୟରୁ। ଆମେ ସମସ୍ତେ ଜଗନ୍ନାଥ ସଂସ୍କୃତି ବିଷୟରେ ଶୁଣିଛେ, କିନ୍ତୁ ଆଜି ଯେଉଁ ସାଂସ୍କୃତିକ ସଂଯୋଗ ବିଷୟରେ ଆମେ କଥା ହେବା, ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଆସନ୍ତୁ ଆଉ ବିଳମ୍ବ ନ କରି ସିଧାସଳଖ ଆମର ବିଷୟବସ୍ତୁକୁ ଯିବା। ଟିକେ କଳ୍ପନା କରନ୍ତୁ ତ, ଏକ 42 ଦିନିଆ ବିଶାଳ ଜଳପର୍ବ, ରଥର ବଡ଼ ବଡ଼ କାଠଚକ ଏବଂ ଆମର ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ, ଏହି ତିନୋଟି ମଧ୍ୟରେ କି ସାମଞ୍ଜସ୍ୟ ରହିପାରେ? ଦେଖିବାକୁ ଗଲେ ଏଗୁଡ଼ିକ ସମ୍ପୂର୍ଣ୍ଣ ଅଲଗା ଲାଗୁଛି ନା, କିନ୍ତୁ ପ୍ରକୃତ କଥା ହେଉଛି ଏହି ତିନୋଟିଯାକ ଭିନ୍ନ ସାଂସ୍କୃତିକ ପରମ୍ପରା ଗୋଟିଏ ଗଭୀର ଏବଂ ଅଦୃଶ୍ୟ ସୂତାରେ ବନ୍ଧା। ଆଉ ସେହି ସୂତାଟି କ'ଣ, ତାହା ଜାଣିବା ପାଇଁ ଆମକୁ ଏହି ଆଲୋଚନାର ଶେଷ ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଆଜି ଆମେ ମୁଖ୍ୟତଃ 4ଟି ବିଷୟ ଉପରେ ନଜର ପକାଇବା। ପ୍ରଥମରେ ପବିତ୍ର ଚନ୍ଦନ ଯାତ୍ରା, ଦ୍ୱିତୀୟରେ ଭଉଁରୀର ମହତ୍ତ୍ୱ, ତୃତୀୟରେ ଓଡ଼ିଶୀ ନୃତ୍ୟର ଉତ୍ପତ୍ତି ଏବଂ ଶେଷରେ ଗତି ବା ମୁଭମେଣ୍ଟର ଅର୍ଥ କ'ଣ ସେ ବିଷୟରେ ବୁଝିବା। ପ୍ରଥମ ଭାଗ ହେଉଛି ପବିତ୍ର ଚନ୍ଦନ ଯାତ୍ରା, ଯାହାକି ଜଳ ଏବଂ ଭକ୍ତିର ଏକ 42 ଦିନିଆ ବିଶାଳ ପର୍ବ। ଆମେ ସମସ୍ତେ ଜାଣିଛେ ଯେ ପ୍ରଚଣ୍ଡ ଖରାରୁ ଉପଶମ ପାଇବା ପାଇଁ ଶ୍ରୀଜଗନ୍ନାଥଙ୍କର ଏହି ଗ୍ରୀଷ୍ମକାଳୀନ ଜଳକ୍ରୀଡ଼ା ଅନୁଷ୍ଠିତ ହୁଏ। ଏହାର ସମୟସୀମା କଥା ଦେଖିଲେ ଏହା ପୁରା 42 ଦିନ ଧରି ଚାଲିଥାଏ। ଅକ୍ଷୟ ତୃତୀୟରୁ ଏହା ଆରମ୍ଭ ହୁଏ। ପ୍ରଥମ 21 ଦିନ ହେଉଛି ବାହାର ଚନ୍ଦନ ଯାତ୍ରା, ଯେଉଁଠି ଦିଅଁମାନେ ବାହାରକୁ ଆସି ନୌକା ବିହାର କରନ୍ତି। ଆଉ ଏହାର ଶେଷ ଅର୍ଥାତ୍ 21ତମ ଦିନଟିକୁ ଆମେ ଭଉଁରୀ ଯାତ୍ରା କହୁଁ। ଏହାପରେ ବାକି ଯେଉଁ 21 ଦିନ ରହିଲା, ତାହା ମନ୍ଦିର ଭିତରେ ଗୁପ୍ତରେ ପାଳିତ ହୁଏ, ଯାହାକୁ ଭିତର ଚନ୍ଦନ ଯାତ୍ରା କୁହାଯାଏ। ଏଠାରେ ଏହି ସଂଖ୍ୟା 21 ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଏହାର ଗୁରୁତ୍ୱ ବହୁତ ବେଶୀ। ଏହି 21 ଦିନ ଧରି ବାହାର ଚନ୍ଦନ ଯାତ୍ରାର ପରିବେଶ କେମିତି ଥାଏ ଟିକେ ମନେ ପକାନ୍ତୁ। ଚାରିଆଡ଼େ ସୁଗନ୍ଧିତ ଚନ୍ଦନ ଜଳ, ସୁସଜ୍ଜିତ ନୌକାରେ ଶ୍ରୀ ମଦନମୋହନ, ଶ୍ରୀରାମକୃଷ୍ଣ ଏବଂ ପଞ୍ଚମହାଦେବଙ୍କର ନରେନ୍ଦ୍ର ପୋଖରୀରେ ଜଳକ୍ରୀଡ଼ା, ବାଦ୍ୟ, ଖଞ୍ଜଣି, ନୃତ୍ୟ ଗୀତରେ ସମ୍ପୂର୍ଣ୍ଣ ପରିବେଶ ଏକଦମ ଉତ୍ସବ ମୁଖର ହୋଇଉଠେ। ଏବେ ଆସିବା ଆମର ଦ୍ୱିତୀୟ ଭାଗକୁ, ଭଉଁରୀର ମହତ୍ତ୍ୱ ଆଉ ବିଶାଳ ରଥର ଚକ ସହିତ ଏହାର ସମ୍ପର୍କ। ଆମେ ବର୍ତ୍ତମାନ କଥା ହେଲେ ଯେ ଚନ୍ଦନ ଯାତ୍ରାର 21ତମ ଦିନଟି ହେଉଛି ଭଉଁରୀ ତିଥି, କିନ୍ତୁ ଆମକୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଦିନଟି କେବଳ ଜଳକ୍ରୀଡ଼ା ପାଇଁ ସୀମିତ ନୁହେଁ, ବରଂ ରଥଖଳା ପାଇଁ ମଧ୍ୟ ଏହା ଏକ ବହୁତ ବଡ଼ ମାଇଲଖୁଣ୍ଟ। ଏହି ଦିନ ରଥଖଳାରେ ଚକ ଅଖ ଡେରା ନୀତି ପାଳନ କରାଯାଏ। ମାନେ ପ୍ରଭୁଙ୍କର 3ଟି ରଥ ପାଇଁ 2ଟି ଲେଖାଏଁ ଚକ ଏବଂ ଗୋଟିଏ ଅଖକୁ ଯୋଡ଼ି ଦିଆଯାଏ। ଏହା କେବଳ ଏକ ସାଧାରଣ କାଠ କାମ ନୁହେଁ, ଏହା ହେଉଛି ରଥଯାତ୍ରା ପ୍ରସ୍ତୁତିର ଏକ ଅତ୍ୟନ୍ତ ପବିତ୍ର ଆଧ୍ୟାତ୍ମିକ ପ୍ରକ୍ରିୟା। ଏହି ପ୍ରକ୍ରିୟାଟି ଠିକ୍ କେମିତି ହୁଏ ତାହା ବୁଝିବା ନିହାତି ଦରକାର। ପ୍ରଥମେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳା ରଥଖଳାକୁ ଆସେ। ଏହାକୁ ଆମେ ଦିବ୍ୟ ଅନୁମୋଦନ କହିପାରିବା। ଏହାପରେ ମୁଖ୍ୟ ମହାରଣା ଏବଂ ଭୋଇ ସେବକମାନେ ପ୍ରତ୍ୟେକ ରଥ ପାଇଁ 2ଟି ଲେଖାଏଁ ଏପରି ମୋଟ 6ଟି ନାହାକ ଚକ ଆଣନ୍ତି। ଶେଷରେ ପୂଜାର୍ଚ୍ଚନା ପରେ ଏହି 2ଟି ଚକ ମଝିରେ ଗୋଟିଏ ଅଖ ଭର୍ତ୍ତି କରି ଏହାକୁ ସିଧା ଠିଆ କରାଯାଏ। ଏହାକୁ ହିଁ ଅଖ ଡେରା କୁହାଯାଏ। ଏବେ ପୁଣିଥରେ ଆମେ ସେହି ସଂଖ୍ୟା 42 ପାଖକୁ ଫେରିବା। ମନେ ଅଛି ତ, ଚନ୍ଦନ ଯାତ୍ରା ଯେପରି 42 ଦିନ ଧରି ଚାଲେ, ଠିକ୍ ସେହିପରି ରଥଯାତ୍ରାରେ ମଧ୍ୟ 3ଟି ରଥ ପାଇଁ ସର୍ବମୋଟ 42ଟି କାଠଚକ ଦରକାର ହୁଏ। ଆଶ୍ଚର୍ଯ୍ୟ ଲାଗୁଛି ନା? ଏତେ କମ୍ ସମୟ ଭିତରେ ଏଡ଼େ ଏଡ଼େ ବିଶାଳ ଚକ ଶୃଙ୍ଖଳିତ ଭାବରେ ତିଆରି କରିବା ସତରେ ଏକ ମହାନ କାରିଗରୀ। ଆଉ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହିସବୁ କାମ ସାରିବାକୁ ପଡ଼େ, ନହେଲେ ଚଳିବନି। ଏବେ ବଢ଼ିବା ତୃତୀୟ ଭାଗ ଆଡ଼କୁ, ଓଡ଼ିଶୀ ନୃତ୍ୟର ଉତ୍ପତ୍ତି ଏବଂ ଏହି ଶାସ୍ତ୍ରୀୟ କଳାର ଚେର ଅନୁସନ୍ଧାନ। ଆମେ କାଠ ଆଉ ଜଳର କଥାରୁ ଟିକେ ବାହାରି ଏକ ଆଧ୍ୟାତ୍ମିକ କଳା ଆଡ଼କୁ ଯିବା। ଓଡ଼ିଶୀ ନୃତ୍ୟ କେଉଁଠୁ ଆସିଲା, ତାକୁ ନେଇ ଇତିହାସକାରଙ୍କର 2ଟି ମୁଖ୍ୟ ମତ ରହିଛି। ଗୋଟିଏ ପଟେ ଅଛନ୍ତି ଗୋଟିପୁଅ ପରମ୍ପରା, ଯେଉଁଥିରେ ଆଖଡ଼ା ପିଲାମାନେ ସାଧାରଣ ଲୋକଙ୍କ ମନୋରଞ୍ଜନ ପାଇଁ ନାଚୁଥିଲେ। ଅନ୍ୟପଟେ ରହିଛି ମାହାରୀ ପରମ୍ପରା, ଯେଉଁଠି ଦେବଦାସୀମାନେ ଶ୍ରୀମନ୍ଦିର ଭିତରେ ପ୍ରଭୁଙ୍କ ପାଖରେ ନିଜର ଦୈନନ୍ଦିନ ପବିତ୍ର ନୃତ୍ୟ ସେବା ଅର୍ପଣ କରୁଥିଲେ। ଏହି ପ୍ରସଙ୍ଗରେ ଗୁରୁ ପଙ୍କଜ ଚରଣ ଦାସଙ୍କର ଏକ କଥା ମନେ ପଡ଼େ। ସେ କହିଥିଲେ ଯେ 1946 ମସିହାରେ ମୋର ପ୍ରଥମ ଛାତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ଶିଖାଇ ମନ୍ଦିର ବେଢ଼ା ବାହାରକୁ ଏହି ନୃତ୍ୟଶୈଳୀକୁ ଆଣିବାରେ ମୁଁ ଥିଲି ପ୍ରଥମ କଳାକାର। ଏହି ପଦ କଥା ଦର୍ଶାଉଛି ଯେ କିପରି ଏକ ଗୁପ୍ତ ମନ୍ଦିର ସେବା ବାହାର ଦୁନିଆ ଆଗରେ ଏକ କଳା ରୂପେ ପ୍ରଦର୍ଶିତ ହେବାର ପ୍ରୟାସ ଆରମ୍ଭ ହୋଇଥିଲା। କିନ୍ତୁ ଏହି ପରିବର୍ତ୍ତନ ଆଦୌ ସହଜ ନଥିଲା। ସେ ସମୟରେ ସମାଜରେ ଅନେକ ଭ୍ରାନ୍ତ ଧାରଣା ଥିଲା। ତେଣୁ ସେହି ସାମାଜିକ କଳଙ୍କରୁ ବଞ୍ଚିବା ପାଇଁ ସର୍ବସାଧାରଣ ମଞ୍ଚରେ ପ୍ରଥମେ ଏହାକୁ ଦେବଦାସୀ ନୃତ୍ୟ ବୋଲି କୁହାଗଲା। ପରେ ଅନେକ ବିଦ୍ୱାନ ଆଉ କଳାକାରଙ୍କ ପରିଶ୍ରମ ଫଳରେ ଯାଇ ଏହାକୁ ଆମେ ଆଜିର ଓଡ଼ିଶୀ ନୃତ୍ୟ ଭାବରେ ଜାଣୁଛୁ। ଆସନ୍ତୁ ଆମର ଅନ୍ତିମ ଏବଂ ଚତୁର୍ଥ ଭାଗକୁ, ଗତିର ଅର୍ଥ, ବୃତ୍ତ ବା ସର୍କଲର କ୍ଷୁଦ୍ର ଏବଂ ବିଶାଳ ସ୍ୱରୂପ।
ଏବେ ଆସନ୍ତୁ ଦେଖିବା କିପରି ଗୋଟିଏ ନିର୍ଦ୍ଦିଷ୍ଟ ମୁଭମେଣ୍ଟ ବା ଗତି ଆମର ଏହି ସବୁ ଆଲୋଚନାକୁ ଗୋଟିଏ ସୂତାରେ ବାନ୍ଧୁଛି। ଓଡ଼ିଶୀ ନୃତ୍ୟର ମୁଖ୍ୟତଃ 3ଟି ଦିଗ ଅଛି। ଭକ୍ତିଧର୍ମୀ, ଯାହା ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ସମର୍ପଣ ଦେଖାଏ। ଭାବଧର୍ମୀ, ଯେଉଁଥିରେ ଆମର ମାନବୀୟ ଇମୋସନ୍ ବା ଭାବନା ଥାଏ। ଆଉ ତୃତୀୟଟି ହେଲା ରସ କିମ୍ବା ଶୃଙ୍ଗାରଧର୍ମୀ, ଯାହା ପ୍ରେମର ବର୍ଣ୍ଣନା କରେ। ଆଉ ଟିକେ ଗଭୀରକୁ ଗଲେ ମନ୍ଦିର ଭିତରେ ହେଉଥିବା ମାହାରୀ ସେବାକୁ ମଧ୍ୟ 3 ଭାଗରେ ବଣ୍ଟାଯାଇଛି। ପ୍ରଥମଟି ହେଲା ନୃତ୍ୟ, ଅର୍ଥାତ୍ ଏଥିରେ ଗୀତ ନଥାଏ, କେବଳ ତାଳ ସହିତ ପିଓର ଶାରୀରିକ ଗତି ଥାଏ। ଦ୍ୱିତୀୟଟି ନୃତ୍ୟ, ଯେଉଁଥିରେ ଗୀତ ଆଉ ତାଳ ମିଶିଥାଏ। ଏବଂ ତୃତୀୟଟି ନାଟ୍ୟ, ମାନେ ଅଭିନୟ ମାଧ୍ୟମରେ କାହାଣୀ କହିବା। ସବୁଠୁ ବଡ଼ କଥା ହେଲା, ଏହି ନୃତ୍ୟ ବା ଶୁଦ୍ଧ ଗତିକୁ ହିଁ ମହାପ୍ରଭୁଙ୍କ ପାଖରେ ସର୍ବୋଚ୍ଚ ଆଧ୍ୟାତ୍ମିକ ସେବା ବୋଲି ଧରାଯାଏ। ଏବେ ସବୁଠାରୁ ବଡ଼ ରହସ୍ୟ ଖୋଲିବାକୁ ଯାଉଛି, ଟିକେ ଧ୍ୟାନ ଦେବେ। ଆମେ ପୂର୍ବରୁ କଥା ହେଉଥିଲେ ଯେ ଭଉଁରୀ ହେଉଛି ଚନ୍ଦନ ଯାତ୍ରାର ଏକ ନିର୍ଦ୍ଦିଷ୍ଟ ଦିନ ଏବଂ ରଥ ନିର୍ମାଣର ଗୋଟେ ତିଥି, ଠିକ୍ କି ନୁହେଁ? କିନ୍ତୁ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ମାହାରୀ ନୃତ୍ୟରେ ଭଉଁରୀର ଅର୍ଥ ହେଉଛି ନର୍ତ୍ତକୀଙ୍କର ମୂଳ ଘୂର୍ଣ୍ଣନ ଗତି, ମାନେ ରାଉଣ୍ଡ ବୁଲିବା। ଏହି ବୃତ୍ତାକାର ଗତି ହେଉଛି ସୃଷ୍ଟିର ନିୟମ ଆଉ ଭଗବାନଙ୍କ ନିକଟରେ ଆମର ସମ୍ପୂର୍ଣ୍ଣ ସମର୍ପଣର ପ୍ରତୀକ। କେତେ ସୁନ୍ଦର ଭାବରେ ଏଗୁଡ଼ିକ ଯୋଡ଼ି ହୋଇଛି ଦେଖନ୍ତୁ। ଚନ୍ଦନ ଯାତ୍ରାରେ ପୋଖରୀ ଜଳରେ ନୌକା ଯେତେବେଳେ ବୃତ୍ତାକାରରେ ବୁଲେ, ତାହାକୁ ଆମେ କହୁଛେ ଭଉଁରୀ। ସେହିଦିନ ରଥଖଳାରେ ବିଶାଳ ବୃତ୍ତାକାର କାଠଚକ ଯୋଡ଼ା ହୁଏ, ତାକୁ ବି ଆମେ କହୁଛେ ଭଉଁରୀ। ଆଉ ସେପଟେ ମନ୍ଦିର ଭିତରେ ପ୍ରଭୁଙ୍କୁ ଖୁସି କରିବା ପାଇଁ ନର୍ତ୍ତକୀ ଯେତେବେଳେ ନିଜ ଶରୀରକୁ ବୃତ୍ତାକାରରେ ଘୂରାନ୍ତି, ସେହି ମୁଦ୍ରାକୁ ମଧ୍ୟ କୁହାଯାଏ ଭଉଁରୀ। ବୁଝିପାରୁଛନ୍ତି ତ? ଏହି ଗୋଟିଏ ଛୋଟ ଶବ୍ଦ ପୁରୀର ପୁରା ସାଂସ୍କୃତିକ ଜ୍ୟାମିତିକୁ ଗୋଟିଏ ସୂତାରେ ବାନ୍ଧି ଦେଇଛି। ତାହେଲେ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ଆମମାନଙ୍କୁ ଆସୁଛି। ଯଦି କେବଳ ଗୋଟିଏ ବୃତ୍ତାକାର ଗତି, ଏକ ବିଶାଳ ଜଳ ଉତ୍ସବ, କାଠ ରଥର ନିର୍ମାଣ ଏବଂ ଏକ ଆଧ୍ୟାତ୍ମିକ ନୃତ୍ୟକୁ ଏତେ ନିବିଡ଼ ଭାବରେ ଯୋଡ଼ି ପାରୁଛି, ତେବେ ଆମ ଆଖପାଖରେ ଏମିତି ଆଉ କେତେ ଅଦୃଶ୍ୟ ଯେମିତି ଲୁଚି ରହିଥିବ, ଯାହା ଆମର ବିଶ୍ୱ ସାଂସ୍କୃତିକ ଇତିହାସକୁ ରୂପ ଦେଉଛି। ବୋଧହୁଏ ଆମେ ଯାହା ଭାବୁଛେ, ଆମର ଏହି ପରମ୍ପରାଗୁଡ଼ିକ ତାଠାରୁ ବହୁତ ଅଧିକ ଗଭୀର ଆଉ ସଂଯୁକ୍ତ। ଏହି ଚିନ୍ତାଧାରା ସହିତ ଆଜିର ଏହି ଆଲୋଚନାକୁ ଆମେ ଏଇଠି ଶେଷ କରିବା।